କନ୍ଧମାଳ ଜିଲ୍ଲାର ଟିକାବାଲି ଥାନା ଅନ୍ତର୍ଗତ କାମ୍ବ୍ରିକିଆ ଗ୍ରାମର ଆରାଧ୍ୟା ଦେବୀ ମା ଭୁଲେଶ୍ୱରୀଙ୍କ ପୀଠରେ ଚଳିତ ବର୍ଷ ଅତ୍ୟନ୍ତ ଆଡ଼ମ୍ବର ସହକାରେ ମକର ଯାତ୍ରା ଓ ଚତୁର୍ଥ ପ୍ରହର ନାମ ଯଜ୍ଞ ସମ୍ପନ୍ନ ହୋଇଯାଇଛି। ସମୁଦ୍ର ପତନଠାରୁ ବହୁ ଉଚ୍ଚରେ ଅବସ୍ଥିତ ଏହି ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶ୍ରଦ୍ଧାଳୁଙ୍କ ଆକୁଣ୍ଠ ଆସ୍ଥା ଏହାକୁ ଏକ ମିନି ଅମରନାଥ ଯାତ୍ରାର ଭ୍ରମ ସୃଷ୍ଟି କରୁଛି। ଏହି ବାର୍ଷିକ ଯାତ୍ରାରେ ଟିକାବାଲି ଚକାପାଦ ବ୍ଲକ ସମେତ ସମଗ୍ର କନ୍ଧମାଳ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 10,000ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ମା'ଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଉଚ୍ଚ ପାହାଡ଼ ଉପରେ ମା ବିରାଜମାନ କରିଥିଲେ ହେଁ ଶ୍ରଦ୍ଧାଳୁଙ୍କ ଭକ୍ତି ଆଗରେ ବାଧା ସାଜିନି ଦୁର୍ଗମ ପଥ। କୁନି ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧାଙ୍କ ପର୍ଯ୍ୟନ୍ତ ସମସ୍ତ ଉତ୍ସାହର ସହ ପବିତ୍ର ଶିଖରକୁ ଚଢ଼ି ମା'ଙ୍କ ଦର୍ଶନ କରିଥିଲେ। ଅନେକ ଶ୍ରଦ୍ଧାଳୁ ମାନସିକ ରଖି ପାହାଡ଼ ଉପରେ 1ରୁ 2 ଦିନ ପର୍ଯ୍ୟନ୍ତ ରହି ନାମ ଯଜ୍ଞରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ ମା ଭୁଲେଶ୍ୱରୀଙ୍କ ଏହି ପୀଠରେ 1981ରୁ 82 ମସିହାରୁ ମକର ସଂକ୍ରାନ୍ତି ଅବସରରେ ଏହି ଯାତ୍ରା ପାଳିତ ହୋଇ ଆସୁଛି। ବର୍ଷକୁ ବର୍ଷ ଏହି ଯାତ୍ରାର କଳେବର ବୃଦ୍ଧି ପାଉଥିବା ବେଳେ ଏହା କନ୍ଧମାଳ ଜିଲ୍ଲାର ଏକ ପ୍ରମୁଖ କାମ୍ବ୍ରିକିଆ ଗ୍ରାମ୍ୟ କମିଟି ପକ୍ଷରୁ ନିଜସ୍ୱ ଉଦ୍ୟମ ଓ ଖର୍ଚ୍ଚର ଯାତ୍ରାରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ପାହାଡ଼ ଉପରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପାନୀୟ ଜଳ, ଖାଦ୍ୟ ବ୍ୟବସ୍ଥା, ଆଲୋକୀକରଣ, ସାଉଣ୍ଡ ସିଷ୍ଟମ, ବିଶ୍ରାମ ଓ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ଦାନ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ପରିଚାଳିତ ହୋଇଛି। କିମ୍ବଦନ୍ତୀ ଅନୁସାରେ ଏହି ଭୁଲେଶ୍ୱରୀ ପୀଠର ପଶ୍ଚିମ ଭାଗରେ ଥିବା ଏକ ପ୍ରାକୃତିକ ଗୁମ୍ଫାରେ ପ୍ରାଚୀନ କାଳରେ ମୁନି ଋଷିମାନେ ତପସ୍ୟା କରୁଥିଲେ। ଏହି ଗୁମ୍ଫାଟି ବର୍ତ୍ତମାନ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଏହାର ମନୋରମ ପରିବେଶ ଓ ଆଧ୍ୟାତ୍ମିକ ଅନୁଭୂତି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଛି। ଟାଡିସରୁ ପର୍ବତରେ ଥିବା ଏହି ଭୁଲେଶ୍ୱରୀ ପୀଠର ପ୍ରସିଦ୍ଧ ବଢ଼ୁଥିଲେ ହେଁ ଏହି ପର୍ଯ୍ୟନ୍ତ ଏ ପ୍ରଶାସନିକ ଦୃଷ୍ଟି ଆଢୁଆଳରେ ରହିଛି। ଯଦି ସରକାର ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀ ଭାବେ ମାନ୍ୟତା ପ୍ରଦାନ କରନ୍ତି ତେବେ ଏଠାରେ ଗମନାଗମନ ଓ ଭିତ୍ତିଭୂମିର ବିକାଶ ହୋଇପାରନ୍ତା। ଏହାଦ୍ୱାରା କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନ ମାନଚିତ୍ରର ଏକ ନୂତନ ପରିଚୟ ସୃଷ୍ଟି ହେବା ସହ ଅଧିକ ପର୍ଯ୍ୟଟକ ଏହି ପବିତ୍ର ପୀଠକୁ ଆକୃଷ୍ଟ ହୋଇପାରନ୍ତେ ବୋଲି ସ୍ଥାନୀୟ ଜନସାଧାରଣ ଦାବି କରୁଛନ୍ତି। କନ୍ଧମାଳ ଜିଲ୍ଲାରୁ ଆକୁଳାନନ୍ଦ ଦିଗଲଙ୍କ ରିପୋର୍ଟ, ନ୍ୟୁ ଓଡ଼ିଶା ଟିଭି। ଶଙ୍କର ହଂସ ଆମ ଗାଁ ହଉଛି କାମ୍ବ୍ରିକିଆ। ଆଉ ଏଇ ପାହାଡରେ ଯୋଉ ଆଜି ମକର ସଂକ୍ରାନ୍ତି ଦିନ ଆଜି ପୂଜା ହଉଛି, ଏଇଟା ସବୁ ବର୍ଷ ହୁଏ। ବିଗତ 1982-83ରୁ ଏଇ ଜାଗାରେ ଆମ ଗାଁ ଆଉ ଏଇ ଆଖପାଖ ଗାଁର ସବୁ ଭକ୍ତମାନେ ଆସିକି ଏଇଠି ପୂଜା କରନ୍ତି, ମକର ସଂକ୍ରାନ୍ତି ପାଳନ କରନ୍ତି, ଆଉ ଯଜ୍ଞ ବି କରାଯାଏ। ଆଉ ମାନ୍ୟତା ଅଛି ଆଗରୁ ଏଇଠି ଯୋଉ ଗୁମ୍ଫା ଅଛି ଏଇଠି ମୁନି ଋଷି ମାନେ ରହୁଥିଲେ। ଆମ ପୂର୍ବପୁରୁଷ ମାନେ ଯାହା କହିବା କଥା ଏଇଠି ଆଗରୁ ବହୁତ ମୁନି ଋଷି ରହୁଥିଲେ। ତାପରେ ଏଇଟା ହଉଛି ଆମ ଆରାଧ୍ୟ ଦେବତା ଆମ ଗାଁର ଆଉ ଆମ ଗାଁ ଆଖପାଖର ସମସ୍ତଙ୍କର। ତାକୁ ଏଇ ମକର ସଂକ୍ରାନ୍ତିଟା ଏଇଠି ଆମେ ପାଳନ କରିବାଟା ଆଉ ଏଇ ଯଜ୍ଞ ହୋମ କରିବାଟା 1982-83ରୁ ଚାଲିଛି। ତାପରେ ଏବେ ମଧ୍ୟ ସବୁ ବର୍ଷ କରାଯାଉଛି। ଏଇଟା ଗୋଟେ ଦିନ ଯୋଉ ଦିନ ମକର ସଂକ୍ରାନ୍ତି ହୁଏ ସେଇ ଦିନ କରାଯାଏ। ତାପରେ ତାର ପରଦିନ ବି ଚାଲେ ଯଜ୍ଞ, ଯେବେ ଯାଇ ଯଜ୍ଞ ସରିବା ଯାଇ ଚାଲେ। ଅଷ୍ଟପ୍ରହରୀ କି 4 ପ୍ରହରୀ ଯାହା ଅଛି ଯଜ୍ଞ ସରିବା ଯାଏ ଏଇଠି। ଏ ବର୍ଷ 4 ପ୍ରହର ଯଜ୍ଞ କରାହେଇଥିଲା। ଆସନ୍ତାକାଲି ଯଜ୍ଞ ପୂର୍ଣ୍ଣାହୁତି ଅଛି। ଅନୁମାନିକ 1 କିଲୋମିଟରରୁ ଅଧିକା ହେଇପାରେ ତଳୁ, ପୁରା ତଳୁ। ପାଣି ବ୍ୟବସ୍ଥା ଆମ ଗାଁର ଯୋଉ ସବୁ ଭକ୍ତ ମାନେ ଅଛନ୍ତି, ଆମ ଗାଁ କମିଟିର ପିଲାମାନେ ସେମାନେ ସବୁ ଭାର କରିକି ନେଇକି ଆସନ୍ତି ପୂଜା ପାଇଁ। ଆଉ ରୋଷେଇ ପାଇଁ ଆମର 6-7 ହଜାର ଲୋକ ଖାଇବା ପାଇଁ ଆମର ତଳେ ବ୍ୟବସ୍ଥା କରାଯାଇଛି। ଆଉ ଏଇଟା ଆମେ ନିଜ ଓନ୍ କଣ୍ଟ୍ରିବ୍ୟୁସନ ସବୁ କରୁ। ଗାଁରେ ଯିଏ ଯାହା ଦେଲା ସେଇଠୁ ଆମେ କଲେକ୍ସନ କରିକି ଯଜ୍ଞ କରୁଛୁ।
ନିହାତି ଭାବରେ ସରକାରଙ୍କର ଯଦି ଏଇ ଜାଗାରେ ଦୃଷ୍ଟି ରୁହନ୍ତା, ଏଇଟା ଗୋଟେ ଦର୍ଶନୀୟ ସ୍ଥାନ, ଏଇଟାକୁ ଏଇ ଆଖପାଖ ଲୋକ ତ ଜାଣିଛନ୍ତି, ଓଡିଶାରୁ ଅନ୍ୟ ରାଜ୍ୟ ଓଡିଶାର ଅନ୍ୟ ଜିଲ୍ଲାରୁ ମଧ୍ୟ ଲୋକମାନେ ଆସନ୍ତି ଏଇ ଜାଗାକୁ ଦର୍ଶନ ପାଇଁ। ଆଉ ଯଦି ସରକାରଙ୍କ ଦୃଷ୍ଟି ପଡନ୍ତା ତ ଏଇ ଜାଗାରେ ଏ, ରାସ୍ତା ହେଇଗଲା କି ପାହାଚର ସୁବିଧା କରିଦିଆଗଲା, ସବୁଦିନ ଭକ୍ତମାନେ ଆସନ୍ତେ, ଏଇଠି ଭଲ ହେଇପାରନ୍ତା, ଉନ୍ନତି ହୁଅନ୍ତା ଜାଗାର।